ପଣା ସଂକ୍ରାନ୍ତି ଯାହାକୁ ମହାବିଷୁବ ସଂକ୍ରାନ୍ତି ଭାବରେ ମଧ୍ୟ ଜଣାଶୁଣା। ଏହା ଓଡ଼ିଆ ଲୋକଙ୍କର ପାରମ୍ପରିକ ନବବର୍ଷ। ଏହି ପର୍ବ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପାରମ୍ପରିକ ଏପ୍ରିଲ ମାସରେ ମେଷ ସଂକ୍ରାନ୍ତିର ପ୍ରଥମ ଦିନରେ ପାଳିତ ହୁଏ। ପ୍ରତିବର୍ଷ କ୍ୟାଲେଣ୍ଡର 13 କିମ୍ବା 14 ଏପ୍ରିଲରେ ପଡ଼ିଥାଏ। ଏହି ପର୍ବଟି ଶିବ, ଶକ୍ତି କିମ୍ବା ହନୁମାନ ମନ୍ଦିରରେ ପାଳନ କରାଯାଏ। ଲୋକମାନେ ନଦୀ କିମ୍ବା ପ୍ରମୁଖ ତୀର୍ଥସ୍ଥଳରେ ସ୍ନାନ କରନ୍ତି, ସମ୍ପ୍ରଦାୟ ମେଳାରେ ଅଂଶଗ୍ରହଣ କରନ୍ତି, ପାରମ୍ପରିକ ନୃତ୍ୟ କିମ୍ବା ପୂଜାର୍ଚ୍ଚନା କରି ଏହି ଦିନଟିକୁ ପାଳନ କରନ୍ତି। ଏହି ଦିନ ଓଡ଼ିଶାରେ ବିଶେଷ କରି ଗୋଟେ ପଣା ତିଆରି ହୁଏ ଯାହାକୁ ବେଲପଣା କୁହାଯାଏ। ଏଇଟା ବି ବିଶ୍ୱାସ ଅଛି କି ଓଡ଼ିଆ ହିନ୍ଦୁ ପରମ୍ପରାରେ ପଣା ସଂକ୍ରାନ୍ତିକୁ ଶ୍ରୀ ହନୁମାନଙ୍କ ଜନ୍ମଦିନ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ବେଲପଣା ମଧ୍ୟ କରାଯାଏ। ବେଲପଣା ହେଉଛି କ୍ଷୀର, ପାଚିଲା ବେଲ, ଛେନା, କଟା ନଡ଼ିଆ, ଫଳ, ଅଦା, ଗୋଲମରିଚ, ଚିନି, ଗୁଡ଼, ବୁନ୍ଦି ସହିତ ବେଲପଣା ପ୍ରସ୍ତୁତ କରାଯାଏ। ଏହି ଦିନ ଏଇଟା ପିଆଯାଏ। ପଣା ସଂକ୍ରାନ୍ତି ଦିନ ଓଡ଼ିଶାରେ ଆଉ ଗୋଟେ ପରମ୍ପରା ଅଛି। ଏହି ଦିନ ପବିତ୍ର ତୁଳସୀ ଗଛର ଉପର ଭାଗରେ ଗୋଟେ ଛୋଟ ଗାତ ସହିତ ଏକ ପୂର୍ଣ୍ଣ ମାଟି ପାତ୍ର ରଖାଯାଏ ଯାହାଦ୍ୱାରା ଗଛ ଉପରେ ପାଣି ଟପକୁଥାଏ। ଆପଣମାନେ କେମିତି କ'ଣ ସେଲିବ୍ରେଟ୍ କରନ୍ତି ମୋତେ କମେଣ୍ଟରେ ଜାଣିବେ। ରହିଲି, ଜୟ ଜଗନ୍ନାଥ।